ହାତୀ ହରିଣ ଠେକୁଆ ବାଘ ସିଂହ ସମସ୍ତେ ଆସିଲେ। ଜଙ୍ଗଲର ରାଜା ସିଂହ ଲାଲୁ ବେକରେ ଗୋଟିଏ ନାଲି ରିବନ ବାନ୍ଧିଲେ। ହେଲା, କିଏ ବାନ୍ଧିଲେ ଲାଲୁ ବେକରେ ରିବନ? ସିଂହ ବାନ୍ଧିଲେ। ନାଇଁ ସମସ୍ତେ ତାଳି ମାରିଲେ। ହେଲା କି ତମେ ନୁହଁ, ସମସ୍ତେ ସେମାନେ ଯୋଉ ସଭା ବସିଥିଲା ସେମାନେ ସବୁ ତାଳି ମାରିଲେ। ହାତୀ ଲାଲୁକୁ ପିଠିରେ ବସାଇ ଜଙ୍ଗଲ ଗୋଟାକ ବୁଲାଇଲା। କିଏ ବୁଲାଇଲା ଜଙ୍ଗଲ ଗୋଟାକ? ହାତୀ କାହାକୁ ବସାଇ ବୁଲାଇଲା? ଲାଲୁକୁ। ନାଇଁ କି ସମସ୍ତେ କହିଲେ ଲାଲୁ ଭାରି ବୁଦ୍ଧିଆ। ନାଇଁ କି ଏବେ କଣ ବୁଝିଲା? ଲାଲୁ କେତେ ବୁଦ୍ଧିଆ ଜାଣିପାରିଲ? ସେ ହେଲା ମାରିକି ଆସିକି ପହଞ୍ଚିଗଲା ତାଙ୍କ ଘରେ ସୁରକ୍ଷିତ। ନାଇଁ କି? ହଉ, ଏବେ ମୁଁ ପ୍ରଶ୍ନ ପଚାରିବି, ଦେଖିବା କିଏ କହୁଛି। ଶବ୍ଦ କରି ଅଜଗର କହିଲା, ଆରେ ଠେକୁଆ ତୋର ଏଡେ ସାହସ, ତତେ ଗିଳିଦେବି ଆଜି। କିଏ କହିଲା? କାହାକୁ କହିଲା? ଠେକୁଆକୁ। ଠେକୁଆ ନା କଣ? ଲାଲୁ ତ ଭାରି ବୁଦ୍ଧିଆ। ନାଇଁ, ଲାଲୁ କହିଲା ମତେ ଖାଇଲେ କଣ ହବ? ତୋ ପେଟ କଣ ପୁରିବ? କାହା କହିଲା? ଅଜଗରକୁ କହିଲା। ଲାଲୁ କହିଲା ତୁ ମତେ ଖାଇଲେ କଣ ତୋ ପେଟ ପୁରିବ? ହେଲା, ରାସ୍ତା ସେପଟେ ହେଲା ଜଙ୍ଗଲରେ ହେଲା ହରିଣ ଅଛି। କିଏ କହିଲା? ଲାଲୁ କହିଲା। କାହାକୁ କହିଲା? ଅଜଗରକୁ କହିଲା ରାସ୍ତା ସେପଟେ ଜଙ୍ଗଲରେ ହରିଣ ଅଛି। ମୋ ସାଙ୍ଗେ ସାଙ୍ଗେ ଧୀରେ ଧୀରେ ଚାଲ, ମୁଁ ହରିଣ ଖାଇବାକୁ ଦେବି। ହେଲା, ଲାଲୁ ରାସ୍ତା